ମାଲୋ ମା ତୋ ପୁଅ ହେଇ ମୁଁ ରହିଥିବି। ଜୟ ଜଗନ୍ନାଥ ଓଡ଼ିଶାବାସୀ ମାନଙ୍କୁ ଆଜିର ଆପଣଙ୍କୁ ବ୍ଲଗ ନମ୍ବର 3 ରେ ଆପଣଙ୍କୁ ସ୍ୱାଗତ କରୁଛି। ଆଶା କରେ ଆପଣ ପ୍ରିଭିୟସ୍ ଭିଡ଼ିଓକୁ ଯେଉଁ ଭଲ ପାଇବା ଦେଇଥିଲେ ଏଥର ବି ସେପରି ଭାବରେ ଭଲ ପାଇବା ଦେବେ ମୋର ଆଶା ଓ ଭରସା। ଆଉ ଆସନ୍ତୁ ଆଜି ଦେଖିବା ଆମର ଦିନଚର୍ଯ୍ୟା କିପରି ଭାବରେ ଥିଲା। ଯେହେତୁ ଆଜି ଆମର 10 ଦିନ ଥିଲା, ଯେଉଁଟାକି ଗାଁ ଗହଳିର ଯେ ଗୋଟେ ମରିଗଲା ପରେ ଗୋଟେ ରିଚୁଆଲ୍ସ ଥାଏ କି 10 ଦିନରେ ଆମେ ସବୁ ନଣ୍ଡା ହଉ, ଆଉ 9 ଦିନରେ ଭାତ ସିଝେ ଖାଇଥାନ୍ତି ସେମାନେ ବି ହୁଅନ୍ତି। ଆଉ ସେଇ ସମ୍ପର୍କରେ ଆମେ ଆଜି ବୁଝିବା ଆମ ଜେଜେମାଠୁ 10 ଦିନରେ କିପରି ଭାବରେ ଗାଁ ଗହଳିରେ ମରିଗଲା ପରେ ଶୁଦ୍ଧିକ୍ରିୟା ହୁଏ ଆଉ କ'ଣ କ'ଣ ସେମାନେ କରନ୍ତି ସେଇ ବିଷୟରେ ଆଜି ଆମେ ଚର୍ଚ୍ଚା କରିବା। ଦେଖିପାରୁଥିବେ ମୋର ଲୁକ୍ ବି ବଦଳି ଯାଇଛି। ପ୍ରିଭିୟସ୍ ଭିଡ଼ିଓରେ ଆପଣମାନେ ଦେଖିଥିବେ, ଆଜିର ଭିତରେ ଲୁକ୍ଟା ବହୁତ ଡିଫରେନ୍ସ ଥିବ। ଆଶା କରେ ଆପଣମାନଙ୍କୁ ଭିଡ଼ିଓଟି ଭଲ ଲାଗିବ। ଆସନ୍ତୁ ଜାଣିବା ଆମେ ମୋ ଜେଜେମା ପାଖରୁ କିପରି ଭାବରେ ଗାଁ ଗହଳିରେ 10 ଦିନରେ ଶୁଦ୍ଧିକ୍ରିୟା ହୁଏ। ଯେହେତୁ ଆମର ତ ଆଜି ଘରେ ଚୁଲି ଜଳିବନି, ସେଥିପାଇଁ ଆମେ ବାହାରୁ ଯାଇ କିଛି ଚା କରି ନେଇ ଆସିଥିଲି। ସେଉ ଚା ଆଉ ମୁଢ଼ି ଖାଉଛି ବର୍ତ୍ତମାନ। ଆଉ ବସିଛି କେମିତି ଦେଖନ୍ତୁ, ମୁଣ୍ଡ ଫୁଣ୍ଡ ଧୋଇକି। ଏ ହେଉଛି ଆଜିର ଆମର 10 ଦିନର ଯେ ରିଚୁଆଲ୍ସ ଥାଏ, ସେଇ ରିଚୁଆଲ୍ସ ଟା ହେଉଛି ମୋ ମା ବି ଚା ପିଉଛି। ଆଉ ଦେଖନ୍ତୁ ପଚାରିବା ଆଜି ସେ ଦିନ ସାରା କ'ଣ କରୁଥିଲା। ବୁଢ଼ୀମା, ଆସନ୍ତୁ ତାଙ୍କ ପାଖରେ ସମ୍ପର୍କରେ ଜାଣିବା ଗାଁ ଗହଳିରେ କିପରି ଭାବରେ 10 ଦିନ କ୍ରିୟା କରାଯାଏ। ଆସନ୍ତୁ ତା ପାଖରୁ ଶୁଣିବା ତା ମୁହଁରୁ। ଆସି ଏଜ୍ ତାର 80-88 ବର୍ଷ ହେଲାଣି। ଆଜି ବି ସେ ଚାଲିପାରେ, ବୁଲିପାରେ, କଥା କହିପାରେ, ନାନାବିଧି କାମ ବି କରିପାରେ, ବାଡ଼ିରେ ବହୁତ ଫସଲ ବି କରିଛି। ଆସନ୍ତୁ ତାକୁ ପଚାରି ବୁଝିବା ଏସବୁ କର୍ମ କିପରି ଭାବରେ କରାଯାଏ। ବଢ଼ିଆ, କ'ଣ କରୁଛୁ? ଚା ପିଉଛି। ଏ ଆମର ଆଜି କ'ଣ କଲୁ? ଆଜି କ'ଣ କଲି? ଶୁଦ୍ଧିକ୍ରିୟା କଲୁ ଆଜି? ଦାନ୍ତ ଘଷିନି। ହଁ, ଆଉ ଆଜି ଆମ ଗାଁ ଗହଳିରେ ଯିଏ ମରିଗଲା ପରେ 10 ଦିନରେ ସବୁ କ'ଣ କରନ୍ତି? 10 ଦିନ କ'ଣ କରନ୍ତି? ଆଉ 10 ଦିନ ଦାନ୍ତ ଘଷନ୍ତି, ହୁଁ ଆଉ ମାଛ ଖାଆନ୍ତି, ହୁଁ ଆଉ ଗାଧାନ୍ତି, ହୁଁ ହଳଦୀ ମାରି ହେବେ, ହୁଁ ଆଉ ତ ହଳଦୀ ମାଇଲୁ? ହଳଦୀ ମାରି ହେନି, ହୁଁ ନଖ କାଟିନି, ହୁଁ ଆଉ ବଥା ଖାଙ୍କିନି, ରଙ୍ଗ ଲାଇଲୁ, ଅଳତା ଲାଇଛୁ? ଅଳତା ଯାଇନି, ହୁଁ ଆଉ ଆସିକି ଲୁଗାପଟା ହକାଳିଲି। ଆମ ଗାଁ ଗହଳିରେ ଏଇ ରକମ ସବୁ ହୁଏ। ଆଉ ଆଜି ଘର ଆମର ଚୁଲି ଜଳିବ ନା ଆଜି? ଆଜି ଚୁଲି ଜଳିବ ସନ୍ଧ୍ୟାବେଳକୁ। ସନ୍ଧ୍ୟା ବେଳକୁ ଚୁଲି ଜଳିବ। ଆଉ ବର୍ତ୍ତମାନ ଆମେ କିଛି ଆଉ ଚୁଲି ଜାଳି ପାରିବାନି? ଆଁ? ବର୍ତ୍ତମାନ ଆମେ କିଛି ରୋଷେଇ କରିପାରିବାନି? ନା ନା, କିଛି ଆମ ନିଆଁ ଯିବନି। ନିଆଁ ଯିବନି? ଓହୋ। ଆଉ ଇଏ ଯେ ଚା ଟା ପିଉଛୁ, କୋଉଠୁ କେମିତି କ'ଣ କରି ଚା ପିଇଲୁ? ମୋ ନାତି ଆଣିକି ଦେଲା। ଆଚ୍ଛା, ଗାଁରୁ ଯାଇକି ଅଲଗା ଜାଗାରୁ ନେଇକି ଆସିଲା ନା? ତାହେଲେ ଏଇଭଳି ସବୁ କରାଯାଏ ଆଉ। ଆଜି ଉପାସ ତାହେଲେ? ଆଜି ଉପାସ ନା କ'ଣ କେମିତି ଖାଇବେ ଯଦି ରୋଷେଇ? ଏଇ ଜଳଖିଆ ପତ୍ର ଗାଧେଇକି ଖାଇମୁ, ହୁଁ, ତାପରେ ସନ୍ଧ୍ୟା ବେଳକୁ ଭାତ ଖାଇମୁ। ଆଉ ଆଚ୍ଛା ଆଚ୍ଛା, ପେଟକୁ ଦିଆହବ, ହୁଁ, ଆଉ ଆମେ ସବୁ ଖାଇମୁ। ତେଣୁ ଆମକୁ ସେ ଲୁଗାପଟା ହକାଳିକି ଘିଅ ମୁଁ ପାଇମୁ। ଓହୋ, ଘିଅକୁ ପାଇକି ଛୁଟି ହେଇଯିବ, ଠାକୁର ପୂଜା କରିମୁ। ଓହୋ, ଆଉ ଠାକୁର ପୂଜା ହବ, ସଞ୍ଜ ସଳିତା ପଡ଼ିବ, ହୁଁ ହୁଁ ହୁଁ, ମାଛ ଭାତ ଖାଇମୁ। ଆଚ୍ଛା ଆଚ୍ଛା। ଗାଁ ଗହଳିରେ ଆମର ଏଇ ଓଡ଼ିଶାର ଇଏ ହେଉଛି। ଦର୍ଶକମାନେ ଦେଖିଲେ କିପରି ଗାଁ ଗହଳିରେ ଆମମାନଙ୍କର ଶୁଦ୍ଧିକ୍ରିୟା ସମ୍ପର୍କରେ ବୁଝିଲେ। ଆପଣମାନେ ତ ଜାଣିଛନ୍ତି ସହର ବଜାରରେ ଏମିତି କିଛି ହୁଏନି, କିନ୍ତୁ ଗାଁ ଗହଳିରେ ଏସବୁ ଜିନିଷ ରହିଛି, ରିଚୁଆଲ୍ସ ରହିଛି, ଯାହାକି ଗାଁ ଗହଳିରେ ଲୋକମାନେ ପାଳନ କରନ୍ତି ଓ ମାନନ୍ତି। ମୁଁ ଭାବେ କି ଏଇଟା ହିଁ ସନାତନ ଧର୍ମର ଗୋଟେ ଅଙ୍ଗ। ଏଟାକୁ ମାନିବା ନିହାତି ଆବଶ୍ୟକ। ଯେଉଁମାନେ ମାନନ୍ତିନି ସେମାନଙ୍କୁ ମାନିବା ପାଇଁ ବି ପଡ଼ିବ। ନାନା ପ୍ରକାର କାମରେ ବ୍ୟସ୍ତ ରହିଛି, ଏସବୁ ଲୁଗା ଶୁଖାଶୁଖି ଚାଲିଛି। 3 ଦିନ ହେଲା ତାର ବ୍ୟସ୍ତ ବିବ୍ରତ ଭିତରେ ଲୁଗା ସଫା କରୁଛି। ମୁଁ ତ ନଥିଲି, ମୁଁ ତ କାଲି ଆସି ପହଞ୍ଚିଲି। ଦେଖନ୍ତୁ ତାର ସବୁ କାମ ସାରିଲାଣି। ଏସବୁ ଲୁଗା ଆମର ସବୁ ଶୁଖା ହେଇଛି, ଯିଏକି ଯେତିକି ଆମେ
9 ଦିନ ଯାହା ଆମେ ପିନ୍ଧିଥାଉ ଘରେ ବି ଯାହା ଆସବାବପତ୍ର ଯାହା ଥାଏ ତା ପରଦିନ ସବୁ ଧୁଆ ଧୋଇ ହୁଏ। ସେଇଦିନ 9 ଦିନ ଧୁଆ ହୁଏ। 9 ଦିନ ଯାହା ଲୁଗା ଥାଏ ଯେଉଁମାନେ ଯେ ପ୍ରକାର ଜିନିଷ ୟୁଜ୍ କରିଥାନ୍ତି ସେଇ ପ୍ରକାର ଲୁଗାଟାକୁ ପୁଣି ଧୁଆଯାଏ। ଏହା ହିଁ ଆମ ଗାଁ ଗହଳିରେ ଚାଲୁଥାଏ। ଆଶା କରେ ଆପଣମାନେ ଏ ଭିଡ଼ିଓରୁ କିଛି ଜାଣୁଥିବେ ଗାଁର ପରିବେଶ ସମ୍ପର୍କରେ, ଗାଁ ଗହଳିରେ ରିଚୁଆଲ ସମ୍ପର୍କରେ। ଆଶା କରେ ଏପରି ପ୍ରକାର ଭିଡ଼ିଓ ନେକ୍ସଟ ଟାଇମ୍ ଆହୁରି ଆଣି ପହଞ୍ଚିବି। ତ ତା ପୂର୍ବରୁ କହି ରଖେ ଏ ବୁଢ଼ୀମାର କଥା, ଏ ଗୋଟେ ଗାଁ ମାଟିର କଥା। ଆପଣମାନେ ସେଇ ଭଲ ପାଇବା ଦିଅନ୍ତୁ ଯାହାଦ୍ୱାରା କି ଆମର ସବସ୍କ୍ରାଇବର ବଢ଼ନ୍ତୁ। ଆଉ ଜେଜେମାଙ୍କର ଜେଜେମା ଟିକେ କହିଦେନି ସମସ୍ତେ ଭିଡ଼ିଓକୁ ଦେଖନ୍ତୁ ଆଉ ଲାଇକ୍ କରନ୍ତୁ। କହ କହ ଭିଡ଼ିଓକୁ ସମସ୍ତେ ଦେଖିବେ ଏବଂ ଲାଇକ୍ କରିବେ। କହ ଭିଡ଼ିଓକୁ ସମସ୍ତେ ଦେଖିବେ, ଲାଇଟ୍ କରିବେ। ଦେଖିଲେ ତାହେଲେ ଏଇ ବୁଢ଼ୀ ମାଙ୍କର କଥାକୁ ଆପଣମାନେ କେତେ ଆଶା ଓ ଭରସା। ଆଶା କରେ ଆପଣମାନେ ଏ ଭିଡ଼ିଓଟିକୁ ଦେଖିବେ ଏବଂ ଭଲ ପାଇବା ଦେବେ।